ଭୁଗୁନି ତରକାରୀରେ ଝିଟିପିଟି ତରକାରୀ ଖାଇବା ଲୋକମାନଙ୍କୁ ମେଡିକାଲ ନେଇଥିବା ଜଣାପଡ଼ିଛି। ଜନଗହଳିପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଜୌରା ଜଜ୍ କୋର୍ଟ ସମ୍ମୁଖରେ ଥିବା କାଞ୍ଚନ ହୋଟେଲରେ ଝିଟିପିଟି ତରକାରୀ। ଜଗନ୍ନାଥପୁରକୁ ଆସିଥିବା କୀର୍ତ୍ତନ ସମାଜର ଲୋକମାନେ ସକାଳ ଜଳଖିଆ ଖାଇବାକୁ କାଞ୍ଚନ ହୋଟେଲରେ 8-10 ଜଣ ଯାଇ ନାସ୍ତା କରିଥିଲେ। ପରେ ଜଣକ ପାଇଁ ନାସ୍ତା ପାର୍ସଲ କରିବା ସମୟରେ ଦେଖିଲେ ଭୁଗୁନି ତରକାରୀ ପାତ୍ରରୁ ବଡ଼ ମଲା ଝିଟିପିଟି ବାହାରିବା ଦେଖି ପୂର୍ବରୁ ଟିଫିନ୍ ଖାଇଥିବା ଲୋକମାନେ ବାନ୍ତି କରିବା ସହିତ ନିଜକୁ ଅସୁସ୍ଥ ମନେ କରିଥିଲେ। ସଙ୍ଗେ ସଙ୍ଗେ ପୋଲିସ ହେଲ୍ପଲାଇନ୍ 112କୁ ଯୋଗାଯୋଗ କରିବାରୁ ନିକଟରେ ଥିବା ଟାଉନ ଥାନାରୁ PCR ଭ୍ୟାନ୍ ସହଯୋଗରେ ଅସୁସ୍ଥ ଲୋକଙ୍କୁ ମେଡିକାଲ ନେଇଥିବା ଜଣାପଡ଼ିଛି। ଏହି ଅବସ୍ଥାରେ କାଞ୍ଚନ ହୋଟେଲ ପରି ସହରରେ ଅନେକ ହୋଟେଲ ଚାଲିଛି। ତେବେ କ'ଣ ଜିଲ୍ଲା ଫୁଡ୍ କାର୍ଯ୍ୟନିର୍ବାହୀ ଅଧିକାରୀ ହାତ ବାନ୍ଧି ବସିଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି? ସଲାସୁତୁରାରେ ଏଭଳି ହୋଟେଲ କି ବୋଲି ସନ୍ଦେହ ସୃଷ୍ଟି ହେଲାଣି। ଆସନ୍ତୁ ଶୁଣିବା ଝିଟିପିଟି ତରକାରୀ ଖାଇଥିବା ଲୋକ ମୁହଁରୁ କ'ଣ କହୁଛନ୍ତି। ସକାଳେ ଟିଫିନ୍ କରିବା ପାଇଁ ଆସିଥିଲୁ, ଖାଇବା ଭିତରେ ଝିଟିପିଟି ଭୁବନେଶ୍ୱରରୁ ବାହାରୁଛି। ଆଜ୍ଞା ନିହାତି ଚାହୁଁଛୁ ଲୋକ ସବୁ ପବ୍ଲିକ୍ ଏଇଭଳିଆ ସବୁ ଖାଦ୍ୟ ଦିଆହେଉଛି ନା ସମସ୍ତଙ୍କୁ। ଆମେ ଖାଇବା ସାଙ୍ଗେ ସାଙ୍ଗେ ସମସ୍ତେ ଖାଉଛନ୍ତି ଏମିତି ଖାଦ୍ୟ, ବାସି ଫାସି ଖାଦ୍ୟ ଦେଇକି ଅଖାଦ୍ୟ ଜିନିଷ ସବୁ ଖାଦ୍ୟ ଦିଆହେଉଛି। ଜଗନ୍ନାଥ ବାସୀ କୀର୍ତ୍ତନ ନାଚିବା ପାଇଁ ତ ହେଉଛି ସକାଳେ ଆମେ ଟିଫିନ୍ କରିବା ପାଇଁ କାଞ୍ଚନ ହୋଟେଲକୁ ଆସିଥିଲୁ। ତ ସେ ଆମକୁ ପାର୍ସଲ ଦେଇଥିଲେ ହେଉଛି ଭୁବନି। ତ ଏଇ ଝିଟିପିଟି ଆଜ୍ଞା ଭୁବନରୁ ବାହାରିଲା। ହୋଟେଲ ବନ୍ଦ କରନ୍ତୁ, ଆଉ ଲୋକ ଭଲ ଜିନିଷ ହେଉଛି ଖାଇବା ପାଇଁ ଦିଅନ୍ତୁ। କେନ୍ଦୁଝର ଜିଲ୍ଲାରୁ ରାଜେନ୍ଦ୍ର କୁମାର ମହାକୁଡ଼ଙ୍କ ରିପୋର୍ଟ, ଅନନ୍ତ ନ୍ୟୁଜ୍।